ଗ୍ୟାସ୍ ଆକ୍ଚୁଆଲି ମୁଁ ଆଜିକି 3 ଦିନ ହେଲା ଆସୁଛି। ମୁଁ ଶୁକ୍ରବାର ଦିନ ଆସିଥିଲି, ମୋତେ କହିଲେ ତମର ଗ୍ୟାସ୍ ସରିଯାଇଛି ଆଉ ଗ୍ୟାସ୍ ଆସିଲେ ଆପଣଙ୍କୁ ଦିଆଯିବ। କିନ୍ତୁ ଗ୍ୟାସ୍ ଆସିଲା ପରେ ବି କାଲି ବି ଆସିଥିଲି, କାଲି କହିଲେ ନାହିଁ ଗ୍ୟାସ୍ ସରିଯାଇଛି, ଏଥିରେ ବି ନାହିଁ, ଆମର ଗୋଦାମରେ ବି ନାହିଁ। ତ ସେଥିପାଇଁ ମୁଁ କାଲି ବି ଫେରିକି ଯାଇଥିଲି, ଖାତା ଦେଇକି ଯାଇଛି। ଖାତା ଦେଇକି ଆଜି ପଚାରିଲା, ଆଜି ଗୋଟେ ଗ୍ୟାସ୍ ସରିଯାଇଛି, ଆଜି ଟିକେ ଲେଟ୍ ହେଲା, ମୋର କାମ ଥିଲା, ତେଣୁ ମୁଁ ଆସିପାରିନଥିଲି। ଆସିଲା ପରେ ଏଠି ଯେତେବେଳେ ପଚାରିଲି, ସେ ବର୍ତ୍ତମାନ କହୁଛି ଯେ ଲିମିଟ୍ ରିଚ୍, ବୁକିଂ ଲିମିଟ୍ ରିଚ୍, ହ୍ୱାଟ୍ ଇଜ୍ ମିନ୍ ମୁଁ ଜାଣିପାରୁନାହିଁ। ତ ଇଏ ପାଇଁ ଆପଣ କ'ଣ କରିପାରିବେ ସେଇଟା ମିଡ଼ିଆ ହିସାବରେ ମୁଁ ଆପଣଙ୍କୁ କହିଲି। ମୁଁ ହେଇଗଲାଣି ଘଣ୍ଟେ ହେଲାଣି ଠିଆ ହେଇଛି। ସିଏ ବର୍ତ୍ତମାନ ତ କହୁଛନ୍ତି ଗ୍ୟାସ୍ ନାହିଁ, ଗ୍ୟାସ୍ ଆସିଲା ପରେ ତ ଆପଣଙ୍କୁ ଦିଆଯିବ। ମେସେଜ ଆସୁଛି ମୋର 29 ଫେବୃଆରୀରୁ ବୁକିଂ ହେଲାଣି। 29 ଫେବୃଆରୀ ବୁକିଂ ହେଇସାରିଲା ପରେ ମୁଁ ଆସିଲି, ତ ଶୁକ୍ରବାର ଦିନ ଶୁକ୍ରବାର ଦିନ ମୁଁ ଆସିକି ତାଙ୍କୁ ପଚାରିଲି, ଯେ କହିଲେ ନାହିଁ ଗ୍ୟାସ୍ ସରିଯାଇଛି, ତେଣୁ ଆପଣ କାଲି ଆସନ୍ତୁ। ତ କାଲି ଯେତେବେଳେ ହେଲା ଶନିବାର ହେଲା, ଯେଉଁ ଲୋକଟିର ନମ୍ବର ଦେଇଥିଲେ ସେ ଲୋକଟିର ନମ୍ବରକୁ ଫୋନ୍ କଲେ, ସେ ଉଠେଇଲା ନାହିଁ। ସୋମବାର ଦିନ ଯେତେବେଳେ ମୁଁ ତାକୁ କଲ୍ କଲି, ସେ କହିଲା ମୁଁ ଏ ସଂସ୍ଥାରେ ନାହିଁ, ଆଉ ଆପଣ ଆସନ୍ତୁ ଉପରେ। ଏବେ ବର୍ତ୍ତମାନ ଗ୍ୟାସ୍ ଗାଡ଼ି ଆସିଲା ପରେ ଯାହା କିଛି କ'ଣ କରିପାରିବେ। ଘରେ ଗ୍ୟାସ୍ ସରିଯାଇଛି। ରୋଷେଇବାସ ଯେଉଁ ଅଳ୍ପ ଟିକେ ବି ଗ୍ୟାସ୍ ଅଛି ତାକୁ ହାଣ୍ଡିକି ତଳକୁ କରିକି ରୋଷେଇ କରିବାକୁ ପଡୁଛି। କାଠ ଚୁଲି ବ୍ୟବସ୍ଥା ଭୁବନେଶ୍ୱରରେ ଆଜ୍ଞା କାଠ ଚୁଲି କିଏ କରିବ, ସେଇଟା ହଉଛି ସର୍ଟେଜ ପଡ଼ିଲେ ସେଇଟା କ'ଣ କରିବା, ସେଇଟା ଭଗବାନ ଉପରେ ନିର୍ଭର। ଆମେ କ'ଣ କରିପାରିବା, ଆମେ ତ ଗ୍ୟାସ୍ କମ୍ପାନୀ ନୁହେଁ କି ଆମେ ତ ଗ୍ୟାସ୍ ହୋଲ୍ଡର ନୁହେଁ ନା। ଯାହା ଆମେ ତ କାଲି ତ ଗୋଟେ ମେସେଜ ଆସିଛି ଯେ ମୋର ଗ୍ୟାସ୍ ମାନେ ପର୍ଯ୍ୟାପ୍ତ ପରିମାଣରେ ଅଛି, କିନ୍ତୁ ଆମକୁ ମିଳୁନାହିଁ। କାଲି ହିଁ ମେସେଜ ଆସିଛି।